ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ବାଇବଲର 12 ନମ୍ବର ବିଷୟରେ କିଛି ବିଷୟ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ ଭାବରେ ଶୁଣନ୍ତୁ, ସଠିକ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, 12 ନମ୍ବର ବିଷୟରେ କେତୋଟି ବିଷୟ ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରୁ ପ୍ରକାଶ କରିବା ପାଇଁ ଇଚ୍ଛା କଲି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣନ୍ତୁ, ଶିଖନ୍ତୁ ଏବଂ ଲୋକମାନଙ୍କୁ ମଧ୍ୟ ଆପଣମାନେ ଶିଖାନ୍ତୁ। ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ଯୋଜନା, ପ୍ରଭୁଙ୍କର ଇଚ୍ଛା ଦ୍ୱାରା ବର୍ତ୍ତମାନ ଏହି ସମୟରେ ଏହି ଭିଡ଼ିଓକୁ ଆପଣମାନେ ଦେଖୁଅଛ। କିନ୍ତୁ ବାଇବଲରେ 12 ନମ୍ବର ବିଷୟରେ ପ୍ରଥମ ବିଷୟ ହେଲା, ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର 12 ଜଣ ଶିଷ୍ୟ ଥିଲେ। ପ୍ରଥମ ବିଷୟ ଆପଣମାନେ କିଛି ସମୟ ସଠିକ ଭାବରେ ଶୁଣନ୍ତୁ, ସଠିକ ଭାବରେ ବୁଝନ୍ତୁ। ପ୍ରଭୁ ଯୀଶୁଙ୍କର 12 ଜଣ ଶିଷ୍ୟ ଥିଲେ। ପ୍ରଥମ ବିଷୟ ବା ପ୍ରଥମ 12 ନମ୍ବର। ଦ୍ୱିତୀୟ 12 ନମ୍ବର ବିଷୟ ହେଲା, ଯୀଶୁ 12 ବର୍ଷ ବୟସରେ ବା 12 ବର୍ଷ ବୟସ ଥିବା ସମୟରେ ମନ୍ଦିରରେ ଶାସ୍ତ୍ରୀ ଏବଂ ପଣ୍ଡିତ ମାନଙ୍କର ସହିତ ବସି ଚର୍ଚ୍ଚା କରୁଥିଲେ। 12 ବର୍ଷ ବୟସ ସମୟରେ ଆପଣମାନେ ଜାଣନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, 12 ନମ୍ବର ବିଷୟରେ ଦୁଇଟି ବିଷୟ ପ୍ରକାଶ କଲେ। ଏବଂ ତୃତୀୟ ବିଷୟ ହେଲା, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୀଶୁ ଯେତେବେଳେ 5,000 ଲୋକଙ୍କୁ ଖୁଆଇଲେ, ପ୍ରଭୁଙ୍କର ପ୍ରିୟ ଲୋକମାନେ ବା ଭୋଜନ କରାଇଲେ, ସେହି ସମୟରେ 12 ଟୋକେଇ ଖାଦ୍ୟ ବଞ୍ଚିଥିଲା ବା ବଳିଥିଲା। ଆପଣମାନେ ଧ୍ୟାନ ଦିଅନ୍ତୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, 12 ନମ୍ବର ବିଷୟରେ ପ୍ରକାଶ କରୁଅଛି। ଯୀଶୁଙ୍କର 12 ଜଣ ଶିଷ୍ୟ ଥିଲେ। ଯୀଶୁ 12 ବର୍ଷ ବୟସରେ ମନ୍ଦିରରେ ପଣ୍ଡିତ ଶାସ୍ତ୍ରୀମାନଙ୍କ ସହିତ ଚର୍ଚ୍ଚା କରୁଥିଲେ। ଏବଂ ଯୀଶୁ ଯେତେବେଳେ 5,000 ଲୋକଙ୍କୁ ଭୋଜନ କରାଇଲେ, ସେହି ସମୟରେ 12 ଟୋକେଇ ରୋଟି ଯାହାକି ବଳି ଯାଇଥିଲା। ଏବଂ ଚତୁର୍ଥ 12 ନମ୍ବର ବିଷୟରେ କହିବା ପାଇଁ ଚାହେଁ, ଯୀଶୁ 12 ବର୍ଷର ସ୍ତ୍ରୀକୁ ସୁସ୍ଥ କଲେ ଏବଂ 12 ବର୍ଷର ରକ୍ତସ୍ରାବ ଥିଲା। ଆପଣମାନେ ଜାଣନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯିଏକି ସେହି ରୋଗଗ୍ରସ୍ତ ଥିଲେ, ଯୀଶୁ 12 ବର୍ଷର ସ୍ତ୍ରୀକୁ ସୁସ୍ଥ କଲେ ଏବଂ 12 ବର୍ଷର ରୋଗଗ୍ରସ୍ତ ରକ୍ତସ୍ରାବ ଥିବା ରୋଗୀକୁ ସୁସ୍ଥ କଲେ। 12 ନମ୍ବର ବିଷୟରେ ପ୍ରକାଶ କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସଠିକ ଭାବରେ ବୁଝନ୍ତୁ। ଏବଂ ଯୀଶୁ ଜାଇରକି ବେଟିକୁ, 12 ବର୍ଷର ବେଟିକୁ ସୁସ୍ଥ କଲେ ବା ଜୀବିତ କଲେ। ଆପଣମାନେ ଧ୍ୟାନ ଦିଅନ୍ତୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ବାକ୍ୟ କହୁନାହିଁ, କି ବାକ୍ୟର ଗଭୀରତା କହୁନାହିଁ, କି ରାଜାମାନଙ୍କର କଥା କହୁନାହିଁ, କି ଅନେକ ପ୍ରକାର ବିଷୟ କହୁନାହିଁ, କିନ୍ତୁ 12 ନମ୍ବର ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ବାଇବଲରେ ଥିବା ଏହି 12 ନମ୍ବର ସମ୍ବନ୍ଧୀୟ କେତୋଟି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ଏବଂ ଯୀଶୁ କହିଲେ, 12 ପ୍ରେରିତ ବା 12 ସିଂହାସନରେ ବସିବେ। ଯୀଶୁ କହିଲେ, 12 ପ୍ରେରିତ 12 ସିଂହାସନରେ ବସିବେ ଏବଂ ଇସ୍ରାଏଲରେ 12 ଜାତିଙ୍କୁ ନ୍ୟାୟ କରିବେ। ଏବଂ ମଧ୍ୟ ଏହା ମଧ୍ୟ କହିଲେ,
ମୁଁ ଯଦି ଇଚ୍ଛା କରିବି 12 ଜଣ ସ୍ୱର୍ଗଦୂତଙ୍କୁ ଡାକି ପାରିବି। ଏ ବିଷୟ ଯୀଶୁ କହିଅଛନ୍ତି। ଆପଣମାନେ ଯଦି ଈଶ୍ୱରଙ୍କର ପବିତ୍ର ବାଇବଲ ଯଦି ପଢ଼ିବେ ତାହେଲେ ଆପଣମାନେ ଜାଣିପାରିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ପୁରାତନ ନିୟମରେ 12 ଜାସୁସଙ୍କ ପ୍ରତିଜ୍ଞା ଦେଶ ଅନୁସନ୍ଧାନ ପାଇଁ ପଠାଇଥିଲେ। 12 ଜଣକୁ ଦେଶ ଅନୁସନ୍ଧାନ କରିବା ପାଇଁ ପ୍ରତିଜ୍ଞା ଦେଶକୁ ଅନୁସନ୍ଧାନ କରିବା ନିମନ୍ତେ ପଠାଇଥିଲେ 12 ଜଣ। ଏବଂ ଯାକୋବଙ୍କର 12 ପୁତ୍ର ଥିଲେ। ସେମାନେ ଇସ୍ରାଏଲର 12 ଜାତି ବନିଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ପ୍ରକାଶିତ ପୁସ୍ତକରେ ଜୀବନ ବୃକ୍ଷ 12 ପ୍ରକାର ଭଲ ବା ଫଳ ଉତ୍ପନ୍ନ ଦେବ। ପ୍ରକାଶିତ ବାକ୍ୟରେ 12 ପ୍ରକାର ଜୀବନ ବୃକ୍ଷ ବିଷୟରେ ଲେଖାଯାଏ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରକାଶିତ ବାକ୍ୟ ଦର୍ଶନରେ ସ୍ତ୍ରୀ ପ୍ରକାଶିତ ବାକ୍ୟ ଦର୍ଶନର ସ୍ତ୍ରୀର ମୁକୁଟରେ 12 ତାରାର ମୁକୁଟ ଥାଏ। ଆପଣମାନେ ଜାଣନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଇସ୍ରାଏଲ ଅବଜ୍ଞା କରିବା ଦ୍ୱାରା 12 ପ୍ରକାର ଅଭିଶାପ ଦିଆଯାଇଥିଲା। ନବୁକଦନେସ୍ୱର ସ୍ୱପ୍ନର ପ୍ରଭୁଙ୍କର ପ୍ରିୟ ଲୋକମାନେ ସ୍ୱପ୍ନ 12 ମାସରେ ପୁରା ହେଇଥିଲା। ନବୁକଦନେସ୍ୱର ତାର ସ୍ୱପ୍ନ 12 ମାସରେ ପୁରା ହୋଇଥିଲା। ଏବଂ ପ୍ରକାଶିତ ବାକ୍ୟରେ ପ୍ରତ୍ୟେକ ଜାତିର 12,000 ଲୋକ ବଛାଗଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ସବୁ ମିଶାଇଲେ 1,44,000। ମହାଯାଜକଙ୍କ ଛାତିରେ ଥିବା ପଟା 12 ପ୍ରକାର ବହୁମୂଲ୍ୟ ରତ୍ନରେ ଜଡ଼ିତ ଥିଲା। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏଲିଓ 12 ପତରରେ ଏକ ଯଜ୍ଞ ବେଦୀ ବନାଇଲେ। ଆପଣମାନେ ଜାଣନ୍ତି ଦର୍ଶନୀ ରଟି 12ଟା ଥିଲା। এই 12 নম্বর ବିଷୟରେ କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କଲି। ଏବଂ ବାଇବଲରେ ଅନେକ ବିଷୟ ଥାଇପାରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ এই 12 নম্বର ସମ୍ବନ୍ଧୀୟ ଅନେକ ବିଷୟ ଥାଇପାରେ, କିନ୍ତୁ ଏତିକି ମାତ୍ର ଆପଣମାନଙ୍କ ପାଖରେ ପ୍ରକାଶ କଲି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଏହି ଶେଷରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ ଯେ ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ଆପଣମାନେ ଅଧ୍ୟୟନ କରନ୍ତୁ। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।